କଥା କଥାକେ ଲୋକେ କୁହନ୍ତି ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ। କିନ୍ତୁ ତାହା କିପରି ଆସନ୍ତୁ ଜାଣିବା ଏଇ ଛୋଟ ଗପ ମାଧ୍ୟମରେ। ଥରେ ଜଣେ ବାଟୋଇ ଗ୍ରୀଷ୍ମ ଋତୁରେ ଦୂର ହାଟରୁ ନିଜ ଘରକୁ ଫେରୁଥିଲେ। ବାଟ ଚାଲୁ ଚାଲୁ ତାଙ୍କୁ ବହୁତ ଶୋଷ ଲାଗିଲା। ସେ ଏଣେ ତେଣେ ଅନାଉଥାନ୍ତି ଜଳ ସନ୍ଧାନରେ, କିନ୍ତୁ ସେଠି ପାଣିର ଦର୍ଶନ ନଥାଏ। ଏମିତି ଶୁଷ୍କ ନଦୀ ବାଲିରେ ଚାଲୁ ଚାଲୁ ସେ ଦେଖିଲେ ଯେ ଶୁଖିଲା ନଦୀର ଆର ପାଖରେ ଜଣେ ଲୋକ ଛିଡ଼ା ହୋଇଛନ୍ତି। ତାଙ୍କ ପାଖରେ ପାଣି ଥିବ ଭାବି ବାଟୋଇ ତାଙ୍କ ନିକଟକୁ ଅଗ୍ରସର ହେଲେ, କିନ୍ତୁ ହାୟ, ତାଙ୍କ ପାଖରେ ମଧ୍ୟ ପାଣି ନଥିଲା। ଏଣେ ବାଟୋଇଙ୍କ ତଣ୍ଟି ଶୁଖି ଯାଉଥାଏ ଶୋଷରେ। ସେ ଲୋକଟି ଏହା ଜାଣିପାରି ତାଙ୍କ ବଗିଚାରୁ ଏକ ବଡ଼ ତରଭୁଜ ଆଣି କାଟି ବାଟୋଇଙ୍କୁ ଖାଇବାକୁ ଦେଲେ, ଯାହାଦ୍ୱାରା ବାଟୋଇଙ୍କ କ୍ଷୁଧା ତୃଷା ଉଭୟ ମେଣ୍ଟିଗଲା। ସେ ମନ ଖୁସିରେ ଗୃହାଭିମୁଖେ ଯାତ୍ରା କଲେ, କିନ୍ତୁ ପୁଣି କିଛି ବାଟ ଗଲା ପରେ ତାଙ୍କୁ କ୍ଳାନ୍ତ ଲାଗିଲା। କୁହନ୍ତି ନା, ଖାଲୋ ଖାନା ଭରଗଇ ପେଟ, ପେଟ କହେ ମୁଝେ ଲେକେ ଲେଟ। ଭୋଜନ କରିସାରିଲା ପରେ ବିଶ୍ରାମ କରିବାକୁ ସମସ୍ତଙ୍କର ଇଚ୍ଛା ହୁଏ। ତାହା ହିଁ ହେଲା ବାଟୋଇଙ୍କ କ୍ଷେତ୍ରରେ। ତେଣୁ ବାଟୋଇ ଏକ ବରଗଛ ଛାଇରେ କିଛି ସମୟ ବିଶ୍ରାମ କରିବାକୁ ଗଲେ। ସେ ତାଙ୍କ ଗାମୁଛାକୁ ପାରି ବରଗଛ ଛାଇରେ ଉପରକୁ ମୁହଁ କରି ଶୋଇଥାନ୍ତି ଏବଂ ବରଗଛର ଶୋଭା ଦେଖୁଥାନ୍ତି। ଘନ ସବୁଜିମା ଭିତରେ ଲାଲ ଟୁକୁଟୁକୁ ଟିକି ଟିକି ଫଳଗୁଡ଼ିକ ଭାରି ସୁନ୍ଦର ଦେଖାଯାଉଥାଏ। ହଠାତ୍ ସେ ଭାବିଲେ, କି ବିଚିତ୍ର କଥା! ପେଟ ମୋଡ଼ି ହୋଇ ପଡ଼ିଥିବା ଲତା ଦେହରେ ଏତେ ବଡ଼ ବଡ଼ ତରଭୁଜ ଫଳ, ଅଥଚ ଏ ବିଶାଳ ବଟ ବୃକ୍ଷରେ ଏତେ କୁନି କୁନି ଫଳ। ଏଇଠି ଭୁଲ ହୋଇଗଲା ପ୍ରଭୁ। ଆପଣ ଏ କ'ଣ କଲେ? ଆପଣ କ'ଣ ଏସବୁ ଠିକ୍ କଲେ ପ୍ରଭୁ? ଏତିକି ଭାବିଛନ୍ତି କି ନାହିଁ? ଗୋଟିଏ ବରକୋଳି ବାଟୋଇଙ୍କ ମଥାରେ ଚଟକିନା ପଡ଼ି ଫଟକିନା ଫାଟିଗଲା। ବାଟୋଇ ଆହା କହି ଉଠି ବସି ପଡ଼ିଲେ ଏବଂ କହିଲେ, କ୍ଷମା କର ପ୍ରଭୁ, ମୋର ଭୁଲ ହୋଇଗଲା। ଆପଣଙ୍କ ସୃଷ୍ଟି ଏକଦମ ଠିକ୍। ମୋର ଦୋଷ ମାର୍ଜନା କରନ୍ତୁ। ମୋର ଜୀବନ ରକ୍ଷା କରିଥିବାରୁ ଆପଣଙ୍କୁ ଧନ୍ୟବାଦ ପ୍ରଭୁ। ଭାବିଲେ ଦେଖି, ଯଦି ତରଭୁଜ ଲଟାରେ ବରକୋଳି ଏବଂ ବରଗଛରେ ତରଭୁଜ ପରି ବଡ଼ ବଡ଼ ଫଳ ହୋଇଥାନ୍ତା, ତାହାହେଲେ ବାଟୋଇଙ୍କ ଜୀବନ ରହିଥାନ୍ତା କି? ତେଣୁ ଈଶ୍ୱର ଯାହା କରନ୍ତି ପ୍ରାଣୀର ମଙ୍ଗଳ ପାଇଁ, ଏହା ହିଁ ଅକାଟ୍ୟ ସତ୍ୟ। ସଫଳତାର ସୂତ୍ର: ନିଜ ପାଇଁ କଠୋର ବନ, ଅନ୍ୟ ପାଇଁ ନମ୍ର। ସ୍ୱୟଂ ବଦଳି ଯାଅ, ଅନ୍ୟର ଅପେକ୍ଷା ରଖ ନାହିଁ। ଅମକ ବଦଳୁ ସମକ ବଦଳୁ ମୁଁ ବଦଳିବି ନାହିଁ, ପ୍ରଥମେ ମୋତେ ହିଁ ବଦଳିବାକୁ ପଡ଼ିବ। ଭାବିଲେ ଦେଖି, ବବୁଲ ଗଛର ପତ୍ର ଯଦି ଓଟ ଖାଇବ, ତ ପତ୍ର ସହିତ ତାର କଣ୍ଟାରେ ଓଟର ପାଟି ଚିରି ହୋଇଯିବ ଏବଂ ରକ୍ତ ଝରିବ। ତେଣୁ ବବୁଲ ଗଛ ନୁହେଁ, ଓଟକୁ ବଦଳିବାକୁ ପଡ଼ିବ। ଗଛ ତ ଯେଉଁଠି ଅଛି ସେଇଠି ହିଁ ରହିବ। ତେଣୁ ଆମେ ହିଁ ବଦଳି ଗଲେ ବିଶ୍ୱ ବଦଳିବ। ପ୍ରଥମେ ମୁଁ ବଦଳିବି, ଏଇଭଳି ଭାବିବା ହିଁ ଜ୍ଞାନ। ଜାଣିବା ଏବଂ ମାନିବା, ଇଏ ହେଲା ଭକ୍ତି। କିନ୍ତୁ ଜାଣିବା ମାନିବା ସହିତ ସ୍ୱରୂପ ହୋଇଯିବା, ଇଏ ହେଲା ଆଧ୍ୟାତ୍ମିକତା।